ଉପହାର। ଜଣେ ଲୋକ ରାଜାଙ୍କୁ କେବେ ଦେଖିନଥିଲା। ଦିନେ ସେ ରାଜାଙ୍କୁ ଭେଟିବାକୁ ଗଲା। ଜଗୁଆଳି ତାକୁ ଅଟକାଇ ପଚାରିଲା, କୁଆଡେ ଯାଉଛ? ଲୋକଟି କହିଲା, ମୁଁ ରାଜାଙ୍କୁ ଦେଖିବାକୁ ଯାଉଛି। ଜଗୁଆଳି ଭାବିଲା ରାଜା ତା ସାହସ ଦେଖି ଖୁସି ହେବେ। ଜଗୁଆଳି କହିଲା, ମୁଁ ତୁମକୁ ରାଜାଙ୍କ ପାଖକୁ ନେଇଯିବି, ତା ବଦଳରେ ମତେ କଣ ଦବ? ଲୋକଟି କହିଲା, ମତେ ଯାହା ମିଳିବ ତୁମେ ତାହା ନବ। ଜଗୁଆଳି ଖୁସି ହୋଇ ତାକୁ ରାଜାଙ୍କ ପାଖକୁ ନେଇଗଲା। ରାଜା ପଚାରିଲେ, କିଏ ତୁମେ? କୁଆଡେ ଆସିଲ? ଲୋକଟି କହିଲା, ମୁଁ କେବଳ ଆପଣଙ୍କ ଦର୍ଶନ ଲାଗି ଆସିଥିଲି। ଏକଥା ଶୁଣି ରାଜା ବହୁତ ଖୁସି ହେଲେ। କହିଲେ, ମୁଁ ତୁମକୁ ଉପହାର ଦେବାକୁ ଚାହୁଁଛି। କୁହ, ତୁମର କଣ ଦରକାର? ଲୋକଟି କହିଲା, ମତେ 100 ଜୋତା ପାହାର ଦିଅନ୍ତୁ। ରାଜା କହିଲେ, ଯଦି ତୁମର ଏହା ଇଚ୍ଛା ତାହେଲେ ଦିଆଯିବ। ଲୋକଟି କହିଲା, ମୁଁ ଆପଣଙ୍କ ଜଗୁଆଳିକୁ ଡାକୁଛି, ଉପହାର ସେ ନେବ। ରାଜା ଆଶ୍ଚର୍ଯ୍ୟ ହେଲେ। ଲୋକଟିର ଚାଲାକି ବୁଝିପାରିଲେ। ଜଗୁଆଳି ତା ଭୁଲ ପାଇଁ ଫଳ ପାଇଲା। ରାଜା ଖୁସି ହୋଇ ଲୋକଟିକୁ ଉପହାର ଭାବରେ ଘୋଡାଟିଏ ଦେଲେ। ସେ ଘୋଡା ଚଢି ଖୁସି ମନରେ ଘରକୁ ଗଲା।